ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀ ଆମ ଦୁନିଆ ବହିର ପାଠ 2 ଆମର ଖାଦ୍ୟ ବିଷୟଟିକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ এই ଭିଡ଼ିଓଟି ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ସାମାଜିକ ବିଜ୍ଞାନ ବା ଆମ ଦୁନିଆ ବହିଟିକୁ ଆମେ ପଢ଼ିବା। ଦେଖ ପିଲାମାନେ, ଆମେ ବିଭିନ୍ନ କାମ କରିବା ପାଇଁ ଶକ୍ତି ଆବଶ୍ୟକ କରୁ। ବିଭିନ୍ନ କାମ କରିବା ପାଇଁ ଶକ୍ତି ଆବଶ୍ୟକ। ଶକ୍ତି ନଥିଲେ ଆମେ କୌଣସି କାମ କରିପାରିବାନି। ତେଣୁ ଏହି ଶକ୍ତି ଆମେ କେଉଁଠୁ ପାଉ? ଏହି ଶକ୍ତି ପାଇବାକୁ ହେଲେ ଆମକୁ ଖାଦ୍ୟ ଖାଇବାକୁ ପଡ଼ିବ। ଯଦି ଆମେ ନ ଖାଇବା ତାହେଲେ ଆମକୁ ଶକ୍ତି ମିଳିବ ନାହିଁ। ପିଲାମାନେ, ତୁମେ ଜାଣିଛ ଯଦି ଦିନେ ଦୁଇ ଦିନ ତୁମେ ନ ଖାଇବ ତାହେଲେ ତୁମକୁ ବଳ ଲାଗୁନି। ବଳ ଲାଗୁଛି କି? ବଳ ଲାଗୁନାହିଁ। ହାଲିଆ ଲାଗୁଛି, କ୍ଳାନ୍ତ ଲାଗୁଛି, କୌଣସି କାମ କରିବାକୁ ଆଗ୍ରହ ଲାଗୁନି। ତେଣୁ ଆମେ ଯେଉଁ ଶକ୍ତି ପାଉ ସେ ଶକ୍ତି କେଉଁଠୁ ପାଉ? ସେ ଶକ୍ତି ଆମେ ଖାଦ୍ୟରୁ ପାଉ। ବିଭିନ୍ନ ପ୍ରକାର ଖାଦ୍ୟର ଆମେ ଶକ୍ତି ପାଇଥାଉ। ଖାଦ୍ୟ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ। ଯଦି ଆମେ ଖାଦ୍ୟ ଖାଇବା, ଯେଉଁ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମିଯାଉଛି, ତାହେଲେ ଖାଦ୍ୟ ନ ଖାଇଲେ କିମ୍ବା କୌଣସି ରୋଗ ହେଲେ ରୋଗ ପ୍ରତିଷେଧକ କମିଯାଏ। କିନ୍ତୁ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଉ। ଫଳ, ପନିପରିବା, ଖାଦ୍ୟଶସ୍ୟ ଆମେ ଗଛରୁ ପାଇଥାଉ। ହେଲେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛେ। ତେଣୁ ବିଭିନ୍ନ ଫଳ, ପନିପରିବା ଖାଉଛେ। ବିଭିନ୍ନ ଖାଦ୍ୟ ଆମେ ଖାଉଛେ। କାହାକୁ ଇଡଲି, ଉପମା, ପୁରୀ, ମାଛ ତରକାରୀ ଏବଂ ବିଭିନ୍ନ ପ୍ରକାର ଚିଙ୍ଗୁଡ଼ି ତରକାରୀ, ବିଭିନ୍ନ ପ୍ରକାର ଯାହା ତରକାରୀ ଆମେ ଖାଉଛେ। ଭାତ, ଡାଲି, ଉପମା ଖାଉଛେ। ସେହିଭଳି ବିଭିନ୍ନ ପ୍ରକାର ଫଳ ଖାଉଛେ। ଫଳ ଭିତରେ ରହିଲା ଆମ୍ବ, ଆପଲ୍, କଦଳୀ, କମଳା, ସୀତାଫଳ। ସେମିତି ପରିବା ଭିତରେ ରହିଲା ଆଳୁ, ଟମାଟୋ, ଫୁଲକୋବି, ବନ୍ଧାକୋବି, କଲରା ଇତ୍ୟାଦି ଫଳ। ସେମିତି ଖାଦ୍ୟଶସ୍ୟ, କେତେକ ଖାଦ୍ୟଶସ୍ୟ ରହିଛି। ଧାନ, ମୁଗ, ବିରି, କୋଳଥ, ଚଣା ଏସବୁ ଖାଦ୍ୟଶସ୍ୟ। ସୋରିଷ ଏସବୁ ଖାଦ୍ୟଶସ୍ୟ ନା। ତେଣୁ ଏହିସବୁ ଖାଦ୍ୟଶସ୍ୟ ଆମେ ଖାଉ, ଯଦ୍ୱାରା କି ଆମକୁ ଶକ୍ତି ମିଳିଥାଏ, କାମ କରିବାକୁ ଆଗ୍ରହ ଲାଗିଥାଏ। ସେହିଭଳି ଆମେ ଜାଣିଛେ କେତେକ ଖାଦ୍ୟ ପ୍ରାଣୀଠାରୁ ମିଳେ, କେତେକ ପ୍ରାଣୀଠାରୁ ମିଳେ, ଆଉ କେତେକ ଉଦ୍ଭିଦଠାରୁ ମିଳେ। ଯେଉଁ ଖାଦ୍ୟ ଯଦି ଉଦ୍ଭିଦଠାରୁ ମିଳେ, ଯେଉଁ ଖାଦ୍ୟ ଉଦ୍ଭିଦଠାରୁ ପାଉ ତାକୁ କୁହାଯାଏ ଉଦ୍ଭିଦଜ ଖାଦ୍ୟ। ଯେଉଁ ଖାଦ୍ୟ ଆମେ ପ୍ରାଣୀଠାରୁ ପାଉ ତାକୁ କୁହାଯାଏ ପ୍ରାଣୀଜ ଖାଦ୍ୟ। ପ୍ରାଣୀଜ ଖାଦ୍ୟ କ'ଣ? ଯାହା ପ୍ରାଣୀଠାରୁ ମିଳେ। ପ୍ରାଣୀଠାରୁ କ'ଣ କ'ଣ ମିଳେ? ଦୁଧ, ଘିଅ, ଅଣ୍ଡା, ମାଛ, ମାଂସ ଆଦି ପ୍ରାଣୀଙ୍କ ଠାରୁ ମିଳେ। ପ୍ରାଣୀଙ୍କ ଠାରୁ ଏସବୁ ଆମେ ପାଉ। ସେହିଭଳି ଆଉ କେତେକ ରହିଛି। ଆମେ ସାଧାରଣତଃ ସକାଳେ ଜଳଖିଆ, ମଧ୍ୟାହ୍ନ ରାତିରେ ଭୋଜନ କରିଥାଉ। ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଜଳଖିଆ ବା ମଧ୍ୟାହ୍ନ ଭୋଜନ, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ର ଭୋଜନ, ଜଳ ହିଁ ଜୀବନ। ଏହି ଛବି ଦେଖିଲେ ଆମେ ବର୍ତ୍ତମାନ ପାଣି ବିଷୟରେ ଆଲୋଚନା କରିବା। ପାଣି ଆମ ଶରୀର ପାଇଁ ପାଣି ନିହାତି ଦରକାର। ଯଦି ପାଣି ନ ପିଇବା ଖାଦ୍ୟ ହଜମ ହେବ ନାହିଁ। ପାଣି ଆମକୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। କିଏ ଆମ ଖାଦ୍ୟ ହଜମକୁ ସାହାଯ୍ୟ କରିଥାଏ? ପାଣି। ଆମେ ପରିଷ୍କାର, ତଟକା, ତାଜା ଖାଦ୍ୟ ଖାଇବା ଉଚିତ। ଆମେ ପ୍ରତିଦିନ ପରିଷ୍କାର, ତଟକା, ସଜ, ତାଜା ଖାଦ୍ୟ ଖାଇବା ଉଚିତ। କ୍ଷୀର ଏକ ଉତ୍ତମ ଖାଦ୍ୟ। ଫଳ, ପନିପରିବା ଖାଇଲେ ଶରୀର ସୁସ୍ଥ ରୁହେ। ଫଳ, ପନିପରିବା ଖାଇଲେ ଆମ ଶରୀର ସୁସ୍ଥ ରହେ। ଖାଦ୍ୟ ଖାଇବାର ଉତ୍ତମ ଅଭ୍ୟାସ। ଉତ୍ତମ ଅଭ୍ୟାସ କ'ଣ? ଖାଦ୍ୟ ଖାଇବାର କିପରି ଖାଦ୍ୟ ଖାଇବା ସେସବୁ ଆମେ ଜଗିବା। ଖାଦ୍ୟ ପ୍ରତିଦିନ ଠିକ୍ ସମୟରେ ଖାଇବା। ତେଣୁ କ'ଣ କଲେ ଆମେ ଖାଦ୍ୟ ସମାନ ଖାଇପାରିବା? ନା ଖାଦ୍ୟ ପ୍ରତିଦିନ
ଠିକ୍ ସମୟ ବ୍ୟବଧାନରେ ଖାଇବା। 12ଟା ବେଳକୁ ଖାଇଛି ମାନେ ଆଉ ଥରେ ପୁଣି 12ଟାକୁ ଖାଇଲେ ହେବ, ନିର୍ଦ୍ଦିଷ୍ଟ ସମୟ ହେଲା, ଠିକ୍ ସମୟରେ ଖାଇବା। ସେଇଭଳି ପରିଷ୍କାର ପରିଚ୍ଛନ୍ନ ସତେଜ ଖାଦ୍ୟ ଖାଇବା। ଆମେ ଯେଉଁ ଖାଦ୍ୟ ଖାଉଛେ ତାହା ପରିଷ୍କାର ଅଛି କି ନାହିଁ ଦେଖିବା, ସଫାସୁତୁରା ଅଛି କି ନାହିଁ, ସତେଜ ଅଛି କି ନାହିଁ। ବାସି ଖାଦ୍ୟ ଆମେ ଖାଇବା ନାହିଁ। ସେଇଭଳି ଫଳ ପନିପରିବାକୁ ଭଲ କରି ଧୋଇବା। ଆମେ ଯେଉଁ ଫଳକୁ ଖାଉଛେ ସେଇ ଫଳରେ ବିଭିନ୍ନ ପ୍ରକାର କୀଟନାଶକ ଔଷଧର ପ୍ରୟୋଗ ହୋଇଥାଏ। ତେଣୁ ସେଇ ଔଷଧ ଯାହା ଯଦି ଆମେ ଖାଦ୍ୟ ଖାଇବା ତାହେଲେ ଆମର ନାନା ପ୍ରକାର ରୋଗ ହେବ। ତେଣୁ ଆମେ କ'ଣ କରିବା, ଫଳ ପନିପରିବାକୁ ଭଲ ଭାବରେ ଧୋଇବା। ଖାଦ୍ୟ ଧୀର ସ୍ଥିର ଭାବରେ ଭଲ କରି ଚୋବାଇ ଖାଇବା। ଆଉ ଏକ କାରଣ ହେଉଛି ଆମେ ଯେଉଁ ଖାଦ୍ୟ ଖାଉଛେ ତାକୁ ଚୋବେଇ ଚୋବେଇ ଖାଇବା। ଚୋବେଇ ଖାଇଲେ ଆମର ଖାଦ୍ୟ ହଜମ କ୍ରିୟା ଭଲ ହୋଇପାରିବ। ଖାଦ୍ୟ ଧୀର ସ୍ଥିର ଭାବରେ ଭଲ କରି ଚୋବାଇ ଖାଇବା। ଖାଇବା ପୂର୍ବରୁ ପରେ ଭଲ କରି ହାତ ଧୋଇବା। ଆମେ ଖାଇବା ପୂର୍ବରୁ ହାତ ଧୋଇକି ଖାଇବାକୁ ବସିବା। ଠିକ୍ ଖାଇବା ପରେ ଆମେ ହାତ ଧୋଇ ବସିବା। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ଆମେ ଭଲ ଭାବରେ ଆମେ ହାତ ଧୋଇବା। ଆବଶ୍ୟକ ଅନୁସାରେ ଖାଦ୍ୟ ନେବା, ଖାଦ୍ୟ ନଷ୍ଟ କରିବା ନାହିଁ। ଆମେ ଯେଉଁ ଖାଦ୍ୟ ଖାଉଛେ ଦେଖାଯାଉଛି ପ୍ରାୟ ଲୋକ ଖାଦ୍ୟକୁ ନଷ୍ଟ କରିଦିଅନ୍ତି, ପକାଇ ଦିଅନ୍ତି। ତେଣୁ ଯେତିକି ଆବଶ୍ୟକ ସେତିକି ନେବା, ଖାଇବା। ପୁଷ୍ଟିକାରକ ନଥିବା ଖାଦ୍ୟ ଖାଇବା ନାହିଁ। ଯେଉଁ ଖାଦ୍ୟରେ ଆମେ ପୁଷ୍ଟିକାର ନଥିବ ସେଇ ଖାଦ୍ୟକୁ ଆମେ ଖାଇବା ନାହିଁ। ଖାଇବା ସମୟରେ କଥା କହିବା ନାହିଁ। ଖାଇବା ସମୟରେ ଆମେ କାହା ସହିତ କଥା ମଧ୍ୟ ହେବା ନାହିଁ। ଖାଦ୍ୟ ଖାଇବା ସମୟରେ ମୋବାଇଲ ଟିଭି ଦେଖିବା ନାହିଁ। ଖାଦ୍ୟ ଖାଇବା ସମୟରେ ମୋବାଇଲ ଟିଭି ଦେଖିବା ନାହିଁ। ତାପରେ ବର୍ତ୍ତମାନ ଆମେ ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। ଠିକ୍ ଚିହ୍ନ ପାଖରେ ଟିକ୍ ଚିହ୍ନ, ଭୁଲ ଚିହ୍ନ ପାଖରେ ଛକି ଚିହ୍ନ ଦିଅ। ଏଠି ଆମେ ସଜ ତଟକା ଖାଦ୍ୟ ଖାଇବା ଉଚିତ। କହୁଛି ତଟକା ଆଉ ସଜ ଖାଦ୍ୟ ଖାଇବା ଉଚିତ। ଠିକ୍ ନା ଭୁଲ ଲେଖିବା। ଏହି କଥାଟି ଠିକ୍ ଅଛି, ତେଣୁ ଆମେ ଠିକ୍ ଚିହ୍ନ ଦେବା। ସୁସ୍ଥ ରହିବା ପାଇଁ ଆମେ ଅଧିକ ଛଣା ଖାଦ୍ୟ ଖାଇବା ଉଚିତ। ଆମେ ସୁସ୍ଥ ରହିବାକୁ ହେଲେ ଏସବୁ ଖାଦ୍ୟ ଖାଇବା ଅନୁଚିତ ବା ଉଚିତ ନୁହେଁ। କ୍ଷୀର ଏକ ଉତ୍ତମ ଖାଦ୍ୟ। ଠିକ୍, ଉତ୍ତମ ଖାଦ୍ୟ ହେଉଛି କ୍ଷୀର। ତାପରେ ଫଳ ପନିପରିବା ଅସ୍ୱାସ୍ଥ୍ୟକର ଖାଦ୍ୟ। ଫଳ ପନିପରିବା ଅସ୍ୱାସ୍ଥ୍ୟକର ଖାଦ୍ୟ ଭୁଲ, ତେଣୁ ଛକି ଚିହ୍ନ ଦେବା। ବର୍ତ୍ତମାନ ଆମେ 2 ନମ୍ବରକୁ ଯିବା। ଅଲଗାଟିକୁ ବାଛି ତା ଚାରିପଟେ ଗୋଲ ବୁଲାଇବ। ଏଠି କରେ ଅଛି ବନ୍ଧାକୋବି, କଲରା, କମଳା, ଅମୃତଭଣ୍ଡା। ଏଠି ପରିବା ଅଲଗା ହେବ। ବନ୍ଧାକୋବି, ଅଲଗାଟିକୁ ବାଛି ତା ଚାରିପଟେ ଗୋଲ ବୁଲାଅ। ବନ୍ଧାକୋବି, କଲରା, ଏପଲ୍ এইଭଳି ଥିଲେ ଅଲଗା ହେବ ବନ୍ଧାକୋବି। ବନ୍ଧାକୋବିରେ ଆମେ ଗୋଲ ବୁଲାଇ ଦେବା। ବନ୍ଧାକୋବିରେ ଆମେ ଗୋଲ ବୁଲାଇ ଦେବା। ତାପରେ ଆସିଲା ଏଠି ଫୁଲକୋବି, ନଡ଼ିଆ ଅଲଗା ହେବ। ଏଠି ନଡ଼ିଆ ଅଲଗା ହେବ।
ବର୍ତ୍ତମାନ ଆମେ ଅଲଗା ଶବ୍ଦଟିକୁ ବାଛି ତା ଚାରିପଟେ ଗୋଲ ବୁଲାଇବା। ଏଠାରେ ଦେଖ ପିଲାମାନେ, ବନ୍ଧାକୋବି, କଲରା, ଏପଲ୍ ଏବଂ ଏଠାରେ ଅଲଗା ହେବ ପନିପରିବା, ଅଲଗା ବନ୍ଧାକୋବିଟି ଅଲଗା ହେବ, ତେଣୁ ଆମେ ଗୋଲ ବୁଲାଇବା ବନ୍ଧାକୋବି ପାଖରେ। ତାପରେ ଏଠି ଅଛି କଦଳୀ, ଫୁଲକୋବି, ତାପରେ ଏଇଠି ନଡ଼ିଆ ଅଲଗା ହେବ, ତେଣୁ ନଡ଼ିଆକୁ ଆମେ ଗୋଲ ବୁଲାଇବା। ତାପରେ ଦେଖ ଏଠି ରନ୍ଧା ଖାଦ୍ୟ ଭାତ ଅଛି, ରନ୍ଧା ଖାଦ୍ୟ ଭାତ ଅଲଗା ହେବ, ଏଠାରେ ଭାତ ଅଲଗା ହେବ, ଭାତଟିକୁ ଆମେ ଗୋଲ ବୁଲାଇବା। ତାପରେ ଏଠି ଘ ନମ୍ବର କାକୁଡ଼ି ଅଲଗା ହେବ, ତେଣୁ କାକୁଡ଼ିଟାକୁ ଆମେ ଗୋଲ ବୁଲାଇବା, କାକୁଡ଼ି ଗୋଲ ବୁଲାଇବା। ତାପରେ ଏଠି ଦେଖ ଗାର ଟାଣି ଯୋଡ଼ିବା। ଏଠି ଅଛି କ ସ୍ତମ୍ଭରେ ଅଛି ସେଓ ଗୋଟେ ଫଳ, ତେଣୁ ଫଳ ସହିତ ଆମେ ତାକୁ ଯୋଡ଼ିଦେବା। ସେଓ ଫଳ ସହିତ ଆମେ ଯୋଡ଼ିବା। ତାପରେ ଫୁଲକୋବି ପରିବା, ତାପରେ ଗୋଲାପ ପ୍ରାଣୀଜ ଖାଦ୍ୟ, ତାପରେ ସ୍ନେହସାର ଜାତୀୟ ଖାଦ୍ୟ। ଏଠାରେ ମାଛ ମାଂସ ପ୍ରାଣୀଜ ଖାଦ୍ୟ, ମାଛ ମାଂସ ପ୍ରାଣୀଜ ଖାଦ୍ୟ। ତାପରେ ଅଛି ଡାଲି, ରାଜମା, ଏସବୁ ଖାଦ୍ୟଶସ୍ୟ, ତେଣୁ ଖାଦ୍ୟଶସ୍ୟ ଯୋଡ଼ିବା। ଫୁଲକୋବି ଦେଖ ଫଳ, ଫୁଲକୋବି ପରିବା, ଏଇଭଳି ଆମେ ସଜାଇବା। ବର୍ତ୍ତମାନ ପାଇଁ এই ଭିଡ଼ିଓଟି ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ କାଳରେ ପୁଣି ଅନ୍ୟ ଏକ ଚାପ୍ଟରକୁ ନେଇ ଆରମ୍ଭ କରିବା। ବର୍ତ୍ତମାନ ପାଇଁ ବିଦାୟ ନେଉଛି।